ठीक अच्छे आज्ञा कहवाटा ठीक कथा जे क्या कौन सुंदर शुणे गोटे पद कहबी आप शुणु क्या कौन सुंदर ब्राह्मण लोक किए अच्छा आपण धन्यवाद आज्ञा आप अनंत कोटि प्रणाम कौन पाई कहली अनंत कोटि प्रणाम आसतु शुणा ब्राह्मण मान विषय नहीं आज्ञा पैसा के मागे नहीं आज्ञा ब्राह्मण लोक कहूँ मुझे शुण ठीक अच्छे आज्ञा कहवाटा ठीक कथा जे क्या कौन सुंदर शुणे गोटे पद कहबी आप शुणु क्या कौन सुंदर इंद्र कुसुंदर ऐरावत हस्ती इंद्र कुसुंदर ऐरावत हस्ती जोगी की सुंदर जटा ब्राह्मण स्कंद को पैता सुंदर ललाटे चंदन धरे इंद्र को सुंदर ऐरावत हस्ती जोगी की सुंदर जटा स्वर्ग रे आम आज्ञा बापा ना हूँ इंद्र देवता मान राजा अच्छा सुंदर कौन आज्ञा ना ऐरावत हाथी उपरे चढ़ी बसिक आसिले इंद्र को सुंदर जोगी बोली कहली मु जोगी की सुंदर कौन ना जटा जोगी हेतिबो जटा नथिबो जोगी मानकर लंबा लंबा जटा हेले ब्राह्मण स्कंद को पैता सुंदर ब्राह्मण कांध को सुंदर कौन आज्ञा कौन पैता हेले पैता केबे पड़ियो केमिति पड़ियो आर मध्य कारण अछि जन्मेण जायते सूत्र कर्मेण द्विज मुच्यते अच्छा वेद अभ्यास कृत विप्र ब्रह्म जानाति खाली रे ब्राह्मण नहीं है आपण जेमिति आमे भी सेमिति जन्म समय रे दी जण तक शूद्र कर्मेण द्विज मुच्यते द्विज माने द्वितीय जन्म हबो सेते बेले शूद्र रु आपण ब्राह्मण हेबे केते बेले ब्राह्मण शेष रे हेबे आज्ञा किंतु द्विज बुलेबे तापरे कोन ना 10 वर्ष बयस रे केते बयस हेतिबो 10 हां 10 कर्म करा जीवो 10 कर्म कला परे 10 क्षय पैता को स्कंदरे धारण करिवो ब्राह्मण पिला तापरे गुरुकुल आश्रम रे रही करी आज्ञा 4 वेद पठन करिवो अच्छा 4 न हो मध्य गोटे कले चलिवो हां 4टा जाक पढिबा पे बेले समय नै हम पाखरे आजि काली अच्छा गोटे जे कोनोसी वेद पठन करिवे हां सेते बेले हेबे कोन वेद अभ्यास कृत विप्र अच्छा प्रथम रे शूद्र हां तापरे द्विज हां वेद अभ्यास कला परे विप्र अच्छा ब्रह्म जानाति ब्राह्मण जते बेले ब्रह्म को चिन्हिबे हां ब्रह्म को धारण करिवे ताकू कहिबे आज्ञा ब्राह्मण अच्छा एले ये ब्राह्मण माने कोन प्रकृत रे हमर राघव विलास छांदरे कवि जदुमणि महापात्र गोटे पद लिखिछंती प्रथम छांदर प्रथम पद राग होई आज्ञा रामकेली कोन बोली लिखिथिली अच्छा प्रथमे वंदई भूदेवा अंघिया धारी बचे सपत सागर सोसका पंच ध्वजिया रखे सागर
ପ୍ରଥମେ ବନ୍ଦଇ ଭୂଦେବ ଘ୍ରିୟ ଘାରି ବକ୍ଷେ ଯଦୁମଣି ମହାପାତ୍ର ଯେତେବେଳେ ଛାନ୍ଦ ଲେଖିଲେ ଆଚ୍ଛା ସର୍ବପ୍ରଥମେ ଲେଖିଲେ କଣ ବୋଲି କଣ ପ୍ରଥମେ ବନ୍ଦଇ ଭୂଦେବ ପ୍ରଥମରେ ମୁଁ ତମକୁ ବନ୍ଦନା କରୁଛି ମହାପ୍ରଭୁ ହେଲେ ସେ ପ୍ରଭୁ ଜଣକ କିଏ ଭୂଦେବ ଭୂ ଅର୍ଥାତ ପୃଥିବୀ ପୃଥିବୀରେ ଦେବତା ହେଲେ ବ୍ରାହ୍ମଣ ମାନେ ଆଚ୍ଛା କେମିତି ଆଜ୍ଞା ଦୈବାଧୀନ ଜଗତ ମନ୍ତ୍ରାଧୀନ ଦେବତା ମନ୍ତ୍ର ବ୍ରାହ୍ମଣାଧୀନ ବ୍ରାହ୍ମଣ ମମ ଦେବତା ଏ ସଂସାର କିଏ ଚଲାଉଛି ଆଜ୍ଞା କିଏ ଦେବତା ମାନେ ତାଙ୍କର ଆଜ୍ଞା ନହେଲେ ଗଛରେ ଗୋଟେ ପତ୍ର ହଲିବ ନାହିଁ ନା ନା ମନ୍ତ୍ରାଧୀନ ଦେବତା ମନ୍ତ୍ରର ଅଧୀନରେ ରହିଲେ ଆଜ୍ଞା ଦେବତା ମାନେ ଯୋଉ ଦେବତା ମନ୍ତ୍ର ଧରିକି ଡାକିବେ ବରୁଣାୟ ସ୍ୱାହା ଅଗ୍ନେୟ ସ୍ୱାହା ଯାହାର ନାଁ ଧରିକି ଡାକିଦେବେ ଆଜ୍ଞା ସେ ଦେବତା ଆସିକି ବାସସ୍ଥାନ କରିବେ ଆପଣଙ୍କ ପାଖରେ ବୋଲେ ଏ ମନ୍ତ୍ର କାହା ମୁଖରୁ ବାହାରୁଛି ଆଜ୍ଞା ମନ୍ତ୍ର ବ୍ରାହ୍ମଣାଧୀନ ମନ୍ତ୍ର ବ୍ରାହ୍ମଣ ମାନଙ୍କ ମୁଖରୁ ବାହାରେ ତେଣୁ କରି ବ୍ରାହ୍ମଣ ମମ ଦେବତା ଯୋଉ ବ୍ରାହ୍ମଣ ମାନଙ୍କର କଥାକୁ ଦେବତା ମାନେ ଲଙ୍ଘି ପାରନ୍ତି ନାହିଁ ମାନିବାକୁ ବାଧ୍ୟ ସେ ବ୍ରାହ୍ମଣ ମାନେ ହଉଛନ୍ତି ଆମର ଦେବତା ହେଲେ ବ୍ରାହ୍ମଣ ମାନେ କଣ କରିପାରନ୍ତି ଅଙ୍ଘ୍ରି ଅଘାରି ବକ୍ଷେ ଅଙ୍ଘ୍ରି ମାନେ ପାଦ ଅଘାରି ବୋଲତେ ଭଗବାନ ବିଷ୍ଣୁ ଭଗବାନ ବିଷ୍ଣୁଙ୍କର ଛାତି ଉପରକୁ ଜଣେ ବ୍ରାହ୍ମଣ ଲାତ ମାରିଥିଲେ ତାଙ୍କ ନାଁ ହଉଛି ଆଜ୍ଞା ଶ୍ରୀବତ୍ସ ଶ୍ରୀବତ୍ସ ଲାଞ୍ଛନ ବୋଲି ଭଗବାନଙ୍କୁ କହନ୍ତି ଆଉ ଗୋଟିଏ କାମ କଣ ସପତ ସାଗର ଶୋଷକ ସାତ ସମୁଦ୍ରର ପାଣିକି ଗୋଟେ ଚଳୁ କରି ପିଇ ଦେଇଥିଲେ ବ୍ରାହ୍ମଣ ମାନେ ଆଚ୍ଛା ବ୍ରାହ୍ମଣ ମାନେ ତ ନୁହନ୍ତି ଜଣେ ସେ ହଉଛନ୍ତି କିଏ କିଏ ନା ଅଗସ୍ତ୍ୟ ଋଷି ବ୍ରାହ୍ମଣ ମାନଙ୍କ କଥା ପଚାରିବାକୁ କହୁଛି ଆଜ୍ଞା ଠିକ ଅଛି ତାପରେ ଆଉ କଣ କରିଥିଲେ ବ୍ରାହ୍ମଣ ମାନେ ନା ବଂଶ ଧ୍ୱଂସୀ ଅଲକ୍ଷ୍ୟ ଆଚ୍ଛା ଭଗବାନ ଶ୍ରୀକୃଷ୍ଣଙ୍କର ଯାଦବ ବଂଶକୁ ଅଭିଶାପ ଦେଇ ଧ୍ୱଂସ କରିଦେଇଥିଲେ ସେ ମଧ୍ୟ ଯେ ବ୍ରାହ୍ମଣ ଥିଲେ ତାଙ୍କ ନାଁ ହଉଛି ଆଜ୍ଞା ଦୁର୍ବାସା ଋଷି ଆଚ୍ଛା ହେଲେ ବ୍ରାହ୍ମଣ ମାନେ ଅଭିଶାପ ଦେଲେ ବଂଶ ନଷ୍ଟ ହେଇଯିବ କି ଆଜ୍ଞା ହେଇଯିବ ନାଇଁ ତମ ପାଖରେ ବ୍ରହ୍ମତ୍ଵ ନଥିବ କଣ ପାଇଁ ହବ ମୁଁ କହୁଛି ଶୁଣନ୍ତୁ କାହା ସାଥିରେ ଲାଗିଲେ କଣ ନଷ୍ଟ ହବ ଆପଣ ମାନେ ନିଜେ କହିବେ ବ୍ରାହ୍ମଣ ମାନେ ଅଭିଶାପ ଦେଲେ ନିଶ୍ଚୟ ହେଇଯିବ ଦେଖନ୍ତୁ ଶାସ୍ତ୍ରରେ ଲେଖା ହେଇଛି କଣ ବୋଲି ନା ଆପ୍ତ ଦୋଷାତ ଭବେ ମୃତ୍ୟୁ ପର ଦ୍ୱେଷାତ ଧନକ୍ଷୟ ରାଜ ଦ୍ୱେଷାତ ଭବେ ନାଶ ବ୍ରହ୍ମ ଦ୍ୱେଷାତ କୁଳକ୍ଷୟ କିଏ ରାଗିଲେ କଣ ନଷ୍ଟ ହବ ଆପଣଙ୍କର ଆପ୍ତ ଦୋଷାତ ଜାଣିବା ଶୁଣିବା ଲୋକ ଯୋଉମାନେ ଜ୍ଞାନୀ ହେଇଥିବେ ଓକିଲ ମାନଙ୍କ ସାଥିରେ କେବେ ଲାଗିବନି ମିଛ କେସରେ ମଧ୍ୟ ଭିତରେ ପୁରେଇ ଦେବେ ବୁଝିପାରିଲେ ସେମାନଙ୍କ ସହିତ ଲାଗିବନି କେବେ ଜାଣିବା ଶୁଣିବା ଲୋକ ସାଥିରେ କେବେ ହେଲେ ଝଗଡା କରିବ ନାହିଁ ମୂଳରୁ କହୁଛି ମନା ଆଚ୍ଛା ପର ଦ୍ୱେଷାତ ଧନକ୍ଷୟ ସାଇ ପଡିଶା ସାଥିରେ ଗଣ୍ଡଗୋଳ କରିବ ତମ ପଡିଶା ଘର ସାଥିରେ ତମର ଝଗଡା ହଉଛି ଲାଭ କଣ ହଉଛି ନାଇଁ ପରମ କ୍ଷତି ପୋଲିସ ଥାନାକୁ ଯିବା ଆଜ୍ଞାଙ୍କ ପାଖକୁ ତାଙ୍କେ ଆଜ୍ଞା ଗୋଟେ ଲେଖିଦେଲେ ଆଉ ଡିସମିସ୍ ମଧ୍ୟ ହବନି କୋର୍ଟ କଚେରୀ କେତେ କଣ ଚାଲିଯିବ ଆଜ୍ଞା ତେଣୁ କରି ସାଇ ପଡିଶା ସାଥିରେ ମଧ୍ୟ ଗଣ୍ଡଗୋଳ କରିବ ନାହିଁ ରାଜ ଦ୍ୱେଷାତ ଭବେ ନାଶ ରାଜା ସାଥିରେ ଗଣ୍ଡଗୋଳ କରିବ ରାଜା ଶାସନ ଉଠିଗଲା ଆଜିର ରଜା କିଏ ମନ୍ତ୍ରୀ ସରପଞ୍ଚ ସମିତି ସଭ୍ୟ ଆପଣଙ୍କର ଏଇଠି କଣ ଇଏ ହେଲା ମ୍ୟୁନିସିପାଲିଟି ମେୟର ବୋଲି ଯାହାକୁ କହନ୍ତି ଆଚ୍ଛା ଆପଣଙ୍କର ଏଇଠି ମେୟର ରହୁଛି ବ୍ରହ୍ମପୁରରେ ଏମଏଲଏ ମଧ୍ୟ ଅଛନ୍ତି ଏମପି ମଧ୍ୟ ଅଛନ୍ତି ଏମାନଙ୍କ ସହିତ କେବେ ଝଗଡା କରିବନି ଯଦି କରିବ ଖାଇବ କାଳିଆ ଯୋଜନାରେ ନାଁ ନଥିବ ରାସନ କାର୍ଡ ତମ ନାଁରେ ଥିଲେ ମଧ୍ୟ ତମ ଚାଉଳ ଆଉ ଜଣେ ନବ ତେଣୁକରି ଏମାନଙ୍କ ସାଥିରେ ମଧ୍ୟ ଝଗଡା କରିବନି ବ୍ରହ୍ମ ଦ୍ୱେଷାତ କୁଳକ୍ଷୟ ବ୍ରାହ୍ମଣ ଲୋକ ଯଦି ରାଗିଯିବେ ଆଜ୍ଞା ଖାଲି ପାଣି ଟିକେ ହାତରେ ଧରିଦେବେ ଆଜ୍ଞା ବ୍ରାହ୍ମଣ ଲୋକ ଯଦି ପାଣି ଟିକେ ହାତରେ ଧରିଦେଇକି ଫିଙ୍ଗି ଦେଲେ କଣ ହବ ତମ କୂଳରେ ପାଣି ଦେବାକୁ କିଏ ରହିବନି ଆଜ୍ଞା ଏଇଟା କିଏ ମୁଁ କହୁନି ଯଦୁମଣି ମହାପାତ୍ର ନିଜେ ଲେଖିଛନ୍ତି କଣ ପାଇଁ ଆଜ୍ଞା ନିଜକୁ ପଢିଲେ ଜାଣିବେ ଯଦୁମଣି ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ ଥିଲା କୂଳ ଉଦ୍ଧାର କରିବା ପାଇଁ ତା ନାଁ ହଉଛି କପିଧ୍ୱଜ ଶୁଣ ତମେ ଶୁଣିବନି ମୁଁ କହିବି ଖାଲି ମୋର ପବନ ଆଗା କରୁଥିବ ତାର ଦେଲ ତମେ ଶୁଣିବାକୁ ଶକ୍ତି ଥିବାର ଅଛି ଆଜ୍ଞା ତୁମେ ଶୁଣିବାକୁ ପଡିବ ନା ମୁଁ ଇଆଡେ ବନ୍ଦ କରିକି ତମ ଆଡେ ଆରମ୍ଭ କଲି ନହେଲେ ମୋର ନାଟକ ଦୂର ଯାଇଥିଲା ମାମୁର ପଛ ଆଡୁ ପବନ ପଳଉଛି ହେଲେ ଯଦୁମଣି ମହାପାତ୍ରଙ୍କର ଗୋଟିଏ ପୁଅ ଥିଲା ତା ନାଁ ହଉଛି ଆଜ୍ଞା କପିଧ୍ୱଜ କୂଳ ଉଦ୍ଧାର କରିଥାନ୍ତା ସେ ଗୋଟିଏ ପୁଅ କିନ୍ତୁ ଯଦୁମଣି ମହାପାତ୍ର ବ୍ରାହ୍ମଣ ମାନଙ୍କର ଅଭିଶାପ ପାଇଲେ ତାର ମଧ୍ୟ ଅଲଗା କାରଣ ଅଛି ବହୁତ ଲମ୍ବା ଆଉ ଗୋଟେ ଘଣ୍ଟାରେ ଲାଗିଯିବ 2 ଘଣ୍ଟା ଲାଗିଯିବ ତେଣୁ କରି ବ୍ରାହ୍ମଣ ମାନଙ୍କର ଖଡିଆରେ ଆଜ୍ଞା ଲଙ୍ଗଳ ଲୁହା ତତେଇକି ଦେଇଥିଲେ ସେ ବ୍ରାହ୍ମଣ ମାନେ କହିଲେ ପୁଅରେ ତୋ ବଇଁଶରେ ପାଣି ଦେବାକୁ କିଏ ରହିବନି କିଏ ବୋଲି ପୁଅ ଥିଲା
से कपी ध्वज बोली बोट आज्ञा ब्राह्मण मान अभिशाप नाश हो गला मरीगला अच्छा तेणुक ब्राह्मण मान अभिशाप केवे नेबे नहीं कहीं से पाखे शक्ति अच्छी भगवान विष्णु डर अच्छा भगवान किसी कर लात मारे गोड़ को अंडाड़ी तुम गोड़ को भारी कष्ट होती मो छाती तो संसार भार मो बोहवा लोक मो छाती बहुत कठिन अच्छा तेणुक तुम गोड़ को टे बाधि महाप्रभु बोलिकी श्रीवत्सर पादटा को भगवान आउंसुथि तेणुक भगवान जहाँ डरुंच आम किए है तेणुक ब्राह्मण मान पाद तले अनंत कोटि प्रणाम ठीक अच्छे शुणु ब्रह्मा कहते किए सर्वप्रथम ब्रह्मा को जब जाना चाहिए संसार जिते शून्य होता से भगवान इच्छा है प्रथम संसार थिला जलमय नथिले ग्रह गणना थिले प्राणी सय नथिला वसुंधरा नदी माना प्रथम संसार थिला जलमय प्रथम जिते सृष्टि उत्पत्ति है आज्ञा से कुआड़े किसी नथिला चारिआडे खाली जल ही जल चारिआडे केवल पानी थिला अच्छा ना नदी थिला ना पहाड़ थिला ना पर्वत थिला ना वृक्ष थिला ना लता थिला किसी नथिला ए संसार रे केवल जल ही जल जुआड़े चाहिए दब से कौन है आज्ञा शुणु तो ब्रह्मांकर उत्पत्ति केमी कहूँ ब्रह्म वैवर्त पुराण जहाँ लिखाई ठीक अच्छे प्रलय काले ऊर्ध्वकु लागिथिला नीर बटपुटे शयन याळु दामोदर समय कौन होता चारिआडे तो खाली पानी भगवान कौन कर अनंत शयन उपर शयन कर अच्छा सेते कौन है कौन अन्न रूपे ब्रह्म अन्न जड़े भासुथिला एणु ब्रह्मांड बोलिया यार नाम हेला अगाध जल मध्य गोटे अंडा सदृश
पानी रे आमे बॉल गोटे पकेले जेमिति भासुची ये पृथ्वीटा सेमिति भासुथिला तापरे कोन हला गया आउरी माया बळे से अंडटी दिफाळ होइनो पखीर मध्यरु ब्रह्मा जात हेले पुण आज्ञा माया बळ रे विष्णु कर माया बळ रे जाकु कहती निराकार विष्णु ताकर माया बळ रे से अंडाटा दिफाळ हबारु ता मध्यरु ब्रह्मा जात हेले तापरे कोन हला गया माया बळे से अंडटी दिफाळ होइनो पखीर मध्यरु ब्रह्मा जात हेले पुण कहूतिबा कर माया बळे हेले जात इंद्र अग्नि पितृपति वरुण मरुत कुबेर ईशान्य पुण्या बलरुत पशु पक्षी कीट जे पतंग हेले जात स्थावर जंगम हेले तापरे जन्म नव सृष्टि संसारे दिशई कहु जगत करता घेनी पंचभूत पंचभूत कौन आ गया पृथ्वी जल नल आकाश मरुत मानव को निर्माण सर्वशेष आज्ञा मनुष्य को तैयारी करागला मनुष्यर उत्पत्ति केबे सर्वप्रथमे ब्रह्मा शेष हेले मनुष्य ये है आज्ञा ब्रह्मवैवर्त पुराण लेखा अन्य गोटे पुराण रे कौन है केमिति ब्रह्मांकर उत्पत्ति शुण शुण सभाजने शुण मन देई शुण शुण सभाजने शुण मन देई चारिथिबा विषय कहिबा बुझाई केते जुग गला ताको निद्रा न तेजिले प्रलय काल में भगवान विष्णु जते निद्रित थिले केते जुग बीती गला एमिति तांकर निद्रा भग्न हैला नाही शेषरे कोन हला गया निद्रा तेजी भगवान भाबिले मन निद्रा तेजी भगवान भाबिले मन ओहिते सईबे गढ़ीबा संसार विष्णुकर निद्रा जेते भांगिला बहुत सोई पड़ली मुहले केते जोग सोई पड़ली जानि पारलिनी ए संसारटा पुणी थरे गढ़िया को पड़ियो सेते बेले कोन हला तांको नाभि कमल पद्मे क जन्मिला तांको नाभि कमल पद्मे क जन्मिला सेतवरु ब्रह्मा पुणी उत्पत्ति होइला जन्म एठी हैला कोठी कोठी भगवान जेतले भाबिले मो संसार तयारी करबी तांकर नाभि कमल रो गोटे पद्म जात हैला से पद्म रो उत्पत्ति हेकिले ब्रह्मा अच्छा से पद्म फूल रो ब्रह्मांकर उत्पत्ति गोटे हैला ब्रह्मवैवर्त पुराण रे हां अंडा रु जात अच्छा पुनी अन्य एक पौराणिक मतरे भगवान ब्रह्मा पद्म रु जात अच्छा विष्णुकर नाभि कमल रु जन्म हाँ किंतु ब्राह्मण बोले सीए नहीं है ब्रह्मा ब्राह्मण की
ବ୍ରହ୍ମାଙ୍କର ପାଖରୁ ବ୍ରାହ୍ମଣ ଜନ୍ମ। ଆଚ୍ଛା ହେଲେ ପ୍ରଥମ ବ୍ରାହ୍ମଣଟା କିଏ ଆଜ୍ଞା? କିଏ ଜାଣିଛନ୍ତି ଆପଣ? ଆପଣ ଜାଣିଛନ୍ତି କି ପ୍ରଥମ ବ୍ରାହ୍ମଣଟା କିଏ ନାହିଁ? ପଇତା କଣ ଆବଶ୍ୟକ ଆଜ୍ଞା? ଆପଣ ପଇତା ପକେଇଥିବେ ଆପଣଙ୍କୁ ମୁଁ ତ କହିଲି 10 ବର୍ଷ ବୟସରେ 10 କର୍ମ କରି କେତେଟା କର୍ମ ସେଟା ନିୟମ ଆଜ୍ଞା 10 ବର୍ଷ। ଆପଣ 50ରେ ମଧ୍ୟ ହେଇପାରିବ କିଛି ଅସୁବିଧା ନାହିଁ ଆଜ୍ଞା। 10 ବର୍ଷରେ ସୁଝିଲାନି? ହଉ ଠିକ ଅଛି। ଆପଣ ହେଲେ ଆଜ୍ଞା ବ୍ରାହ୍ମଣ ଦେବତା ବୋଲି ମୁଁ କହିଲି। ଦେବତା ଯଦି ଅବାନ୍ତର ଯୁକ୍ତି କରିବ ଆମ ସାଥିରେ କୋଉଠି ଲେଖା ହେଇଛି ଆପଣଙ୍କୁ ଦେଖେଇବି? ମୋ ପାଖରେ ଅଛି ଆଜ୍ଞା ବହି। ଆପଣଙ୍କର ଯଜ୍ଞ କଳ୍ପଦ୍ରୁମ ବହିରେ ଆପଣ ଯଦି ବ୍ରାହ୍ମଣ ଆଜ୍ଞା ମୁଁ ଆପଣଙ୍କ ସହିତ ଝଗଡା କରିବାକୁ ଚାହୁଁନି। ଆଚ୍ଛା ଆପଣ ବ୍ରାହ୍ମଣ ମାନେ ଆହୁତି ଦଉଛନ୍ତି ଯଜ୍ଞରେ? ଶୁଣନ୍ତୁ ଆଜ୍ଞା ମୁଁ କହୁଛି ଆପଣଙ୍କ ସାଥିରେ ଯୁକ୍ତି କରିବାକୁ ମୋର ଶକ୍ତି ନାହିଁ। କାହିଁକି? ଆପଣ ମାନେ ହେଲେ ପଣ୍ଡିତ, ଆପଣ ମାନେ ହେଲେ ସରସ୍ୱତୀଙ୍କର ପୁତ୍ର। ବ୍ରାହ୍ମଣ ମାନେ ସଦାସର୍ବଦା ଗରିବ କଣ ପାଇଁ ଆଜ୍ଞା? ଭିକ୍ଷା ମାଗିକି କଣ ପାଇଁ ବଞ୍ଚୁଛନ୍ତି? ଯେତେବେଳେ ବ୍ରତ ହଉଛି ମାତା ଭବତୀ ଭିକ୍ଷାମ ଦେହି କଣ ପାଇଁ ଆଜ୍ଞା? ମୁଁ କହୁଛି ଶୁଣନ୍ତୁ ଆଜ୍ଞା, ଆଜି ପାଇଁ ବୋଲିକି ଏଇଠି ମତେ କହିବାକୁ ସୁଯୋଗ ଦିଆ ହେଇଛି। ଆପଣ ବ୍ରାହ୍ମଣ ମନା କରୁନି। ଭିକ୍ଷା କଣ ପାଇଁ ମାଗନ୍ତି ଆଜ୍ଞା? ଲକ୍ଷ୍ମୀଙ୍କ ସପତ୍ନୀ ହେବାରୁ ବରଦା ଦରିଦ୍ର ହୋଇଲା ସାଥୀ ତାଙ୍କ ସଦା। ଲକ୍ଷ୍ମୀଙ୍କର ସୌତୁଣୀ ହେଲେ ଆଜ୍ଞା ସରସ୍ୱତୀ। ଯେହେତୁ ବ୍ରାହ୍ମଣ ମାନେ ସରସ୍ୱତୀ ପୁତ୍ର ତାଙ୍କୁ ଲକ୍ଷ୍ମୀ କେବେ ସାହା ହେବେ ନାହିଁ। ଏଇଟା ଆଗରୁ ଲେଖା ହେଇଛି ଆଜ୍ଞା ମୁଁ କହୁନି। ବୁଝିପାରିଲେ? ଆଉ ଗୋଟେ କଥା, ବ୍ରାହ୍ମଣ ମୁଁ ଆପଣଙ୍କ ସାଥିରେ ଯୁକ୍ତି କରିବାକୁ ମୋର ଶକ୍ତି ନାହିଁ ଆଜ୍ଞା। ଆଚ୍ଛା ଆପଣ ଯୋଉ ଶ୍ରୁପଟା ଧରୁଛନ୍ତି, ଶ୍ରୁପ ଯଜ୍ଞରେ ଶ୍ରୁପ ବୋଲି କହୁଛନ୍ତି, ସେଟା କେତେ ଆଙ୍ଗୁଳ ଆଜ୍ଞା? ବ୍ରାହ୍ମଣ ମାନେ ଯୋଉଟା ଧରୁଛନ୍ତି କେତେ? 2ଟା ଖଣ୍ଡେ। କେତେ ଆଙ୍ଗୁଳ ମୁଁ ସେଟା ପଚାରୁଛି? ସେଟା 24 ଆଙ୍ଗୁଳ ଯାହାକୁ କହନ୍ତି। 2ଟା ଖଣ୍ଡେ ଆପଣ ଠିକ କହିଲେ, 24 ଆଙ୍ଗୁଳ। ହେଲେ ତାର ପେଣ୍ଟଟା କେତେ, ଗର୍ଭଟା କେତେ? ଶୁଣନ୍ତୁ 24 ଆଙ୍ଗୁଳ ଭିତରୁ 20 ଆଙ୍ଗୁଳ ହଉଛି ଆପଣଙ୍କର ପେଣ୍ଟ, 4 ଆଙ୍ଗୁଳ ହେଲା ଆପଣଙ୍କର ଗର୍ଭ। ଶୁଣନ୍ତୁ ବ୍ରାହ୍ମଣ ମାନଙ୍କ ସାଥିରେ ଯଜ୍ଞ କଳ୍ପଦ୍ରୁମ ବହି ମୋର ବେଗରେ ପଡିଛି ଆଜ୍ଞା, ଆପଣ ଦେଖିବେ। ଶୁଣନ୍ତୁ ପଇତା ଏମିତି କୌଣସି ଜିନିଷ ଲେଖା ହେଇନି, ମୁଁ ଜାଣିନି। ମୋ ଜାଣତରେ ପଇତା କିଏ ଦେଇନାହିଁ ବ୍ରାହ୍ମଣ ମାନଙ୍କୁ। ଶୁଣନ୍ତୁ ଆଜ୍ଞା, ଆପଣ କହିବେ ପଇତା କିଏ ଜଣେ ଦେଇଛି XYZ, ମୁଁ କହିବି ବଶିଷ୍ଠ ଋଷି ଦେଲେ। ଆପଣ ବିଶ୍ୱାସ କରିବେ? ସେଇଟା ଆଜ୍ଞା ତମେ କହିବେ। ଅଯଥା ଯୁକ୍ତି କହିଲେ ଆଉ ତାକୁ ଆଉ ଉତ୍ତର ନାହିଁ ଆଜ୍ଞା। ବ୍ରହ୍ମାଙ୍କର ପ୍ରଥମ ପୁତ୍ର, ବ୍ରହ୍ମାଙ୍କର ପ୍ରଥମ ପୁତ୍ର ଆଜ୍ଞାକାରୀ ପୁତ୍ର ହେଲେ ବଶିଷ୍ଠ ଋଷି। ବୁଝିପାରିଲେ? ଏ ବଶିଷ୍ଠ ଋଷିକି ଦେଇଥିବା ଲୋକ ହଉଛନ୍ତି ଆଜ୍ଞା ବ୍ରହ୍ମା। ଆଉ ବଶିଷ୍ଠ ସବୁ ବ୍ରାହ୍ମଣ ମାନେ ତାଙ୍କଠୁ ଉତ୍ପତ୍ତି, ସେ ସମସ୍ତଙ୍କୁ ବାଣ୍ଟିଥିବେ। ତାଠୁ ଅଧିକ ବୋଇଲେ ଆଜ୍ଞା ମତେ